କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଯାଉ ଖାଇ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଗୁରୁତର ହୋଇଥିଲେ। ଏହି ଘଟଣାକୁ ନେଇ କନ୍ଧମାଳ ଗସ୍ତରେ ଆସିଛନ୍ତି ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନଙ୍କ ଅଧ୍ୟକ୍ଷ ଇ ଅବନୀକାନ୍ତ ସାହୁଙ୍କ ନେତୃତ୍ୱରେ କମିଟି ସଦସ୍ୟ ଅକ୍ଷୟ ବେହେରା ଓ ଦୟାନିଧି ଦାସ ମାଣ୍ଡିପଙ୍କା ଗସ୍ତ କରି ଏହି ଅଘଟଣର ତଦନ୍ତ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ସେମାନଙ୍କ ସହ କାହିଁକି ଆମ୍ବ ଟାକୁଆ ଯାଉ ଖାଇଲେ ବୋଲି ପଚାରି ବୁଝିଥିଲେ। ଖାଦ୍ୟ ଅଭାବ ଯୋଗୁଁ ଆମ୍ବ ଟାକୁଆ ଯାଉ ଖାଉଥିବା କଥା ମୃତକ ପରିବାର କହିଛନ୍ତି। ଲୋକଙ୍କୁ ମୁଣ୍ଡ ପିଛା 5 କିଲୋ ଚାଉଳ 1 ମାସ ପାଇଁ ଯଥେଷ୍ଟ ହେଉନଥିବା ଗ୍ରାମବାସୀ କହିଛନ୍ତି। 15 ବର୍ଷ ପୂର୍ବରୁ ସେମାନେ ଆମ୍ବ ଟାକୁଆ ଯାଉ ଖାଉଥିବା ବେଳେ ବର୍ତ୍ତମାନ ଖାଦ୍ୟ ଅଭାବ ଯୋଗୁଁ ହିଁ ଆମ୍ବ ଟାକୁଆ ଯାଉ ଖାଉଥିବା ଅଧ୍ୟକ୍ଷଙ୍କ ସାମ୍ନାରେ ମୃତକ ପରିବାର ଲୋକେ ନିଜର ଦୁଃଖ ବଖାଣିଛନ୍ତି। ଅଧ୍ୟକ୍ଷ କଟକ ଏସ୍ସିବି ମେଡିକାଲରୁ ସୁସ୍ଥ ହୋଇ ଫେରିଥିବା ମହିଳାଙ୍କୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଆଲୋଚନା କରିଥିଲେ। ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ଜିଲ୍ଲା ଯୋଗାଣ ଅଧିକାରୀ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ, ଦାରିଙ୍ଗବାଡ଼ି ବିଡିଓଙ୍କ ସମେତ ଅନେକ ପଦାଧିକାରୀ ଉପସ୍ଥିତ ଥିଲେ। ସେ ଆପଣ କହିଲେ ଯେ ଆମେ ସେ ଏଠରୁ ନେଲେ ବ୍ରାହ୍ମଣୀଗାଁରୁ ରେଫର କଲେ ବ୍ରହ୍ମପୁର, ଆଉ ବ୍ରହ୍ମପୁରଠୁ ରେଫର କଲେ କଟକରେ ସେଠି ସବୁ ଆମର ଆଡମିଟ୍ ହେଲା। ଆପଣ ଯୋଉ କହୁଛନ୍ତି ଯୋଉ ପ୍ରଥମେ ଖାଇଥିଲେ ପରବର୍ତ୍ତୀ ସମୟରେ ଖାଇଲେ, କେତେ ଦିନ ପରେ ସେଟା ଖାଇଥିଲେ? ସେଟା 3 ଦିନ ପରେ ସେମିତି ଖାଇଲାଟା ସେମିତି ହୁଏ। ଆଗ ଖାଇଲୁ ସେଟା ଭାତରେ ଗୁଳେଇକି ସେଟା କିଛି ହୁଏ ନାହିଁ। ଏବେ କେମିତି ଫିଲ୍ କରୁଛନ୍ତି? ଆପଣ କେମିତି ଲାଗୁଛି? ଏବେ ଭଲ ଲାଗୁଛି। ସେଟା ଆଡମିଟ୍ ହେଲୁ, ସାଲାଇନ୍ ସୁଞ୍ଚି କଲେ, ସେ ବିଷାକ୍ତ ବାନ୍ତି କରେଇଲେ, ଝାଡ଼ା ବାନ୍ତି କଲେ। ତାପରେ ମୁଁ ସୁସ୍ଥତା ପାଇକି ସେଠି ପୀଡ଼ିତ ଅବସ୍ଥାରେ ଯାଇଥିଲି। ମୁଁ ଏବେ ସୁସ୍ଥତା ହେଇକି ଆଇଛି। ସାର୍ ଆସୁଛନ୍ତି ଏବଂ ଯେଉଁ ପୀଡ଼ିତ ପରିବାରଙ୍କୁ ଭେଟିଛନ୍ତି, କ'ଣ ଅନୁମାନ କରୁଛନ୍ତି ଏବଂ କ'ଣ କହିବେ ସାର୍? ଆସିଥିଲୁ ଆମର କମିଶନ ତରଫରୁ, ମୁଁ ଆସିଥିଲି, ଆମର ମେମ୍ବର 2 ଜଣ ଯାକ ଆସିଥିଲେ, ଦୟାନିଧି ସାର୍, ଅକ୍ଷୟ ସାର୍ 2 ଜଣ ଯାକ ଆସିଥିଲେ। ପୀଡ଼ିତାଙ୍କୁ ଆମେ ଭେଟିଲୁ, ତାଙ୍କ ସହିତ ଆଲୋଚନା କଲୁ, ପାଖାପାଖି ଅଧା ଘଣ୍ଟା ଆଲୋଚନା କଲୁ। ତ ତାଙ୍କୁ ପଚାରୁଥିଲୁ ଯେ ଚାଉଳ କେଉଁ ଦିନ ଦିଆହେଲା, ତା ପୂର୍ବରୁ ଯେଉଁ କୋଟା ଆମର 3 ମାସର କୋଟା ଚାଉଳ କେବେ ଦିଆହେଇଥିଲା, ଏଇଥର ଆମର ଅକ୍ଟୋବର, ନଭେମ୍ବର, ଡିସେମ୍ବର ଚାଉଳ କେବେ ଦିଆହେଲା। ତ ତାଙ୍କ କହିବାର ଅର୍ଥ ଯେ କିଛି ମାନେ ଯେଉଁଦିନ ଦେବା କଥା କିଛି ଦିନ ଟିକେ ଲେଟ୍ ହେଇଛି। ଲେଟ୍ ମାସ ଅକ୍ଟୋବର ନଭେମ୍ବର 2ରେ ଦିଆଗଲା। ନଭେମ୍ବର 2ରେ ଦିଆହେଇଛି, ଯେଉଁଟାକି ଅକ୍ଟୋବରରେ ଦେବା କଥା, କିନ୍ତୁ ନଭେମ୍ବର 2ରେ ଦିଆହେଇଛି। ସେକେଣ୍ଡ ଜିନିଷ ତାକୁ ପଚାରୁଥିଲୁ ଆମେ ଯେ ଆପଣମାନେ ଆମ୍ବ ଟାକୁଆ ଖାଇକି ମାନେ ଖାଇବାଟା ଆପଣଙ୍କ ଟ୍ରାଡ଼ିସନାଲ୍ ଫୁଡ଼୍ କି? ତ ନାହିଁ, ସେମାନେ 10-15 ବର୍ଷ ପୂର୍ବରୁ ଖାଇଥିଲେ, ଏବେ ସେମାନେ ସେ ଆମ୍ବଟାକୁ ଖାଆନ୍ତିନି। ତ ଏବେ ଆମେ ଯାଉଛୁ, ଜିଲ୍ଲାପାଳଙ୍କ ସହିତ ମୁଁ ଗଲା ପରେ ଆଲୋଚନା କରିବି, ବାକି ଯାହା ତା'ର ଫାଇଣ୍ଡିଂ ରିପୋର୍ଟ ହେବ ଆପଣମାନଙ୍କୁ ଜଣାହେବ।